ଜାଣିଛ ତ୍ରୁଟି ରହୁଛି ରଥର ତ୍ରୁଟି ରହିବା କାରଣରୁ ରଥ ଗଡ଼ି ପାରୁନାହିଁ। ଯେହେତୁ ସବୁଠୁ ଖରାପ ଲାଗୁଛି ପୁରୀରେ ଯାହା ତ ହେଉଛି ଆମ କେନ୍ଦ୍ରାପଡ଼ା ସେଇଆ ଏଠି ଦାୟୀ ଏଠି ଗଭର୍ଣ୍ଣମେଣ୍ଟ ଯାହା ଦାୟୀ ପୋଲିସ ପ୍ରଶାସନ ଯେଉଁ ଏସ୍ପିଏକ୍ ଆସିକିନା ଏଠି ତାହା ନେଇ ପଳେଇ ଆମେ ସବୁ କଲୁ ସେଟା ଭୁଲ। ତାଙ୍କୁ ଶୀଘ୍ର କଲେକ୍ଟରକୁ ଇସ୍ତଫା ଦେବା ଦରକାର। କାରଣ ଏଇଭଳିଆ କରିବାକୁ କାଳିଆ ସାଙ୍ଗରେ ଏଭଳିଆ କରିବାକୁ ଯାହା ରାଜନୀତି ହେଉଛି ହଉ ପଛ କିନ୍ତୁ କାଳିଆ ରଥ ଗଡ଼ିବା ଦରକାର। କାଳିଆ ରଥ ଗଡ଼ୁ ନାହିଁ ସମସ୍ତେ ବାହା ନେବା ପାଇଁ କହିଛନ୍ତି କିନ୍ତୁ ରଥ ଆମ ଗଡ଼ିବାନି। ଆମେ ଦର୍ଶକ ମାନେ ଆସିକିନା ଭକ୍ତ ଦେଖିବା ପାଇଁ ରଥ ଆମେ ଦେଖିପାରୁନି କି ଠାକୁର କରୁନାହାନ୍ତି। ଏଇଟା ଭାରି ଦୁଃଖ ଲାଗୁଛି। କାଳିଆ ପ୍ରତି ଏଭଳିଆ ଉଚିତ ନୁହଁ। ଆକୁ ଶୀଘ୍ର ନିଲମ୍ବିତ କରିବା ଦରକାର ଚାକିରି। ଜୟ ଜଗନ୍ନାଥ। ମୁଁ ଆସି ପହଞ୍ଚି ଯାଇଛି କେନ୍ଦ୍ରାପଡ଼ା ରଥଯାତ୍ରା। ଇଏ ହେଲା କେନ୍ଦ୍ରାପଡ଼ା ରଥ। ଆମର ତ ରଥ ରଭାଇ ମାଇଥିରୁ ଠାକୁରଙ୍କ ପୂଜାରେ କେନ୍ଦ୍ରାପଡ଼ା ରଥଯାତ୍ରାକୁ ପଳେଇ ଆଇଛୁ। ଆମର କେନ୍ଦ୍ରାପଡ଼ା ରଥ ଦେଖନ୍ତୁ ଯେହେତୁ এটা କହିବାକୁ ଗଲେ ସେକେଣ୍ଡ ପୁରୀ ସେ ହେଲା ଶ୍ରୀକ୍ଷେତ୍ର ଏ ହେଲା ତୁଳସୀ କ୍ଷେତ୍ର। ଠାକୁର ଦର୍ଶନ ଦେଉଛନ୍ତି। ଏବେ ରଥ ଉପରେ ଠାକୁର ଦର୍ଶନ ବହୁତ ଭକ୍ତମାନେ ରଥକୁ ଚଢ଼ୁଛନ୍ତି। ପୋଲିସ ଭାଇମାନେ ଜଗିଛନ୍ତି। ଦେଖନ୍ତୁ ରଥର ଚାବି ଦେଖାଉଛି ପୋଲିସ ମାନେ କେମିତି ଜଗିଛନ୍ତି ଇଏ କରିଛନ୍ତି। ଭକ୍ତକୁ ଆସି ବାହାରେ କାଳିଆ ସାଥ ଦର୍ଶନ ଦେଉଛି। ଏହା ସବୁଠୁ ଖୁସିର ବିଷୟ। ଯାଉ କେଉଁ ଜନ୍ମରେ ପୁଣ୍ୟ କରିଥିଲେ ରଥକୁ ଚଢ଼ନ୍ତି ରଥ ଛୁଅନ୍ତି। କାରଣ ଆମେ ପୁରୀ ଯାଇଥିଲୁ ରଥଯାତ୍ରା ଦିନ କେନ୍ଦ୍ରାପଡ଼ା ଆସିନଥିଲୁ। କାରଣ ଆଜି ଆମେ କେନ୍ଦ୍ରାପଡ଼ା ଆସିଛୁ। ସେ କାଳିଆ ସେଠି ରହିଲେ ଏଠି ବଢ଼ିଆ ବଡ଼ ଭାଇ ରଥ। ଏଠି ବହୁତ ଭକ୍ତମାନେ ବି ହୁଅନ୍ତି। ବହୁତ ଭକ୍ତମାନେ ଏଠି ଯୋଗ ଦିଅନ୍ତି। କାରଣ ଆମେ ତ ଆସିନଥିଲୁ ଯାହା ଆମେ ନ୍ୟୁଜ୍ ଫ୍ୟୁଜ୍ ଦେଖିଥିଲୁ ବହୁତ ଭକ୍ତ ବି ହେଇଥିଲେ। କିନ୍ତୁ ପୁରୀ ଭଳିଆ କେଉଁଠି ହେଇନଥିଲେ। ପୁରୀରେ ଯେଉଁ ଭଳିଆ ହେଇଥିଲା ରଥଯାତ୍ରା ତା ତ ଗୋଟେ ଇତିହାସ ରହିଯିବ। କାରଣ ଯେହେତୁ ରାଜନେତା ପାଇଁ ରଥ ପୁରୀ ଅଟକି ଯାଇଥିଲା। ଆଦାନୀ ପାଇଁ ରଥ ଅଟକିଗଲା। ପୁରୀରେ ବହୁତ କାଳିଆ ରଥ ଯେଉଁ ରାତିରେ ରହିଗଲା ବହୁତ ସେଇଟା କହିବା ପାଇଁ ଉଚିତ ନୁହଁ। ଯେହେତୁ ଘୋର ପାପର ବିଷୟ। ଦେଖନ୍ତୁ ବାବା ହେରିକା ଯାଇଥିଲେ ରଥ ଚଢ଼ିବା ପାଇଁ। ବାବା ହେରିକା ରଥ ଚଢ଼ିକିନା ଆସିଲେ। ଜୟ ଜଗନ୍ନାଥ କମ୍ପୁଛି ରଥ ଉପରେ ବହୁତ କମ୍ପୁଛି। ଦେଖନ୍ତୁ ବାବା ହେରିକା ଯାଇଛନ୍ତି ରଥ ଉପରକୁ। ଯାହା କେଉଁ ଜନ୍ମ ପୁଣ୍ୟ କରିଥିଲେ ରଥକୁ ଚଢ଼ିଛନ୍ତି। ବାବା ସାଙ୍ଗେ ମୋ ଦୁଇ ସାନ ଭାଇ ବି ଯାଇଛନ୍ତି। କାଳିଆ ଭଳିଆ ଦର୍ଶନ କରିବା ପାଇଁ ହେଲେ ଏବେ ଆଉ ମନ୍ଦିର ଯିବାକୁ ପଡ଼େ ନା ରଥ ଉପରେ ଆମର ଦର୍ଶନ ହେଉଛି କାଳିଆ ଭଳିଆଙ୍କର। କେତେ ସୁନ୍ଦର ରଥ ବନାଯାଇଛି ଦେଖନ୍ତୁ। ରଥରେ ବୁଲିଲେ କ'ଣ ଭଲ ଲାଗିଲା? କାଳିଆ ଦର୍ଶନ କଲେ?